ଅବକାରୀ ବିଭାଗର ବୋର୍ଡ ଚଢ଼ାଉ 32 କ୍ୱିଣ୍ଟାଲ ମହୁଲ ଫୁଲ ଜବତ ତାଟହାଟରେ ବିକ୍ରି କରୁଥିବା ସମୟରେ ଯଶୀପୁର ଗ୍ରାମର ସନ୍ତୋଷ କୁମାର ରାମଙ୍କଠାରୁ 32 କ୍ୱିଣ୍ଟାଲ ମହୁଲ ଫୁଲ ଜବତ ସିଙ୍ଗଡ଼ା ଛକଠାରୁ 2 ଜଣ ଗିରଫ 30 ଲିଟର ମହୁଲି ମଦ ଜବତ ହେମାମାଳିନୀ ନାୟକ 48 ବର୍ଷ 15 ଲିଟର ଶମ୍ଭୁନାଥ ସାମାର 40 ବର୍ଷ 15 ଲିଟର ମାଳିକା ଦୁମା ଗ୍ରାମର ଶାନ୍ତିଲତା ବୈଦ୍ୟ 84 ବର୍ଷ ମହିଳା ଅଙ୍କଠାରୁ 15 ଲିଟର ମହୁଲି ମଦ ଜବତ ଚଢ଼େଇବୋଳ ଢାବାରେ ଚଢ଼ାଉ କୁନ୍ଦନ ସିଂ ନାମକ ବ୍ୟକ୍ତି ଅଙ୍କଠାରୁ 21 ଲିଟର ବିଦେଶୀ ମଦ ଜବତ ଉପ ଅଧକ୍ଷକ ସୌମ୍ୟ ରଞ୍ଜନ ବେହେରା ଓଆଇସି ଶ୍ରୀ ରଶ୍ମି ରଞ୍ଜନ ନାୟକ ଏବଂ ଫୁଲମଣି ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ଅଙ୍କ ସହାୟତାରେ ଚଢ଼ାଉ କରାଯାଇଛି। ଝାଡ଼ବେଡ଼ା ଗ୍ରାମର ନଦୀ ପାଖରୁ 8600 କିଲୋଗ୍ରାମ ମହୁଲ ପୋଚ ଏବଂ 335 ଲିଟର ମହୁଲି ମଦ ଜବତ କରି ନଷ୍ଟ କରାଯାଇଛି। କେସ୍ ନମ୍ବର ପିଆର ନମ୍ବର 130, 131, 132, 133, 134, 135, 2025ରେ ବୁକ୍ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।